ଏହି ଭିଡ଼ିଓରେ ମୁଁ ତୁମକୁ କହିବି ତୁମ ପାର୍ଟନର ମାନେ ଯାହାକୁ ଭଲ ପାଉଛ ସେ ଆଉ କାହାକୁ ଭଲ ପାଉଛନ୍ତି କି? କ'ଣ ସତରେ ତୁମ ପାର୍ଟନର ଆଉ କାହାର ହୋଇସାରିଲେଣି କି? ତ କେମିତି ଜାଣିବ? ତ ଏହି ଭିଡ଼ିଓ ଦେଖିଲା ପରେ ତୁମେ ଜାଣିପାରିବ ଯେ ତୁମେ ଯାହାକୁ ଭଲ ପାଉଛ ସେ ତୁମକୁ ଭଲ ପାଉଛନ୍ତି ନା ନାହିଁ। ତ ଆଜି ଭିଡ଼ିଓରେ ଏମିତି 3ଟି ଟିପ୍ସ କହିବି, ଯଦି ବୁଝିଯିବ ତ ତୁମେ ଜାଣିପାରିବ ତୁମ ପାର୍ଟନର ଆଉ କାହାର ହୋଇସାରିଲେଣି ନା ହୋଇନାହାନ୍ତି, ନା ଆଉ କାହାକୁ ଭଲ ପାଉଛନ୍ତି ନା ଭଲ ପାଉନାହାନ୍ତି। ତ ଜାଣିପାରିବ। ତ ସେଥିପାଇଁ ତା ପୂର୍ବରୁ ଗୋଟେ ରିକ୍ୱେଷ୍ଟ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅ, କାହିଁକିନା ଆପଣଙ୍କ ଲାଇକ୍ ମୋତେ ମୋଟିଭେଟ୍ କରିଥାଏ ମୁଁ ଏମିତି ବହୁତ ସାରା ଭିଡ଼ିଓ ଆଣିବି। ତ ଏବେ ଚାଲନ୍ତୁ ଜାଣିବା ତୁମ ପାର୍ଟନର ତୁମକୁ ସତରେ ଭଲ ପାଉଛନ୍ତି ନା ମିଛରେ ଭଲ ପାଉଛନ୍ତି। କେମିତି ଜାଣିବ? ପଏଣ୍ଟ ନମ୍ବର 1, ନୋ ନିଡ୍ ଟୁ କଣ୍ଟିନ୍ୟୁ। ତୁମ ସହିତ କଥା ହୋଇନଥାନ୍ତି। ଯଦି ତୁମ ପାର୍ଟନର ତୁମ ସହିତ 100% ଚିଟ୍ କରିଥାନ୍ତି ତ ମାନେ ଆଉ କାହାର ହୋଇସାରିଲେଣି ତ ତୁମ ସହିତ କଥା ହୋଇନଥାନ୍ତି। କ'ଣ ପାଇଁ ନା ପାର୍ଟନରଙ୍କର ଗୋଟେ ପର୍ଟିକୁଲାର ଜାଗା ଥାଏ, ସେହି ଜାଗାକୁ ଆଉ କେହି ଜଣେ ଫୁଲଫିଲ୍ କରିଦେଲା, ମାନେ ତୁମ ପାର୍ଟନରକୁ ରିପ୍ଲେସ୍ କରିଦେଲେ ତ ତୁମ ସହିତ ସେ କଥା ହୋଇନଥାନ୍ତି। ତାପରେ ତୁମ ସହିତ କଥା ହେବା ବନ୍ଦ କରିବାରେ ଲାଗନ୍ତି। ଯଦି ତୁମ ରିଲେସନସିପ୍ରେ ଏମିତି ହେଉଛି ତ ସିରିୟସଲି ଭାବିବାକୁ ପଡ଼ିବ ଯେ ରିଲେସନସିପ୍ ଭାଙ୍ଗିବା ପାଇଁ ଚାହୁଁଛି। ତ ସେଥିପାଇଁ ସଜାଗ ହେବା ଦରକାର। ପଏଣ୍ଟ ନମ୍ବର 2, ଦୂରକୁ ଯିବାର ବାହାନା କରନ୍ତି, ଏକ୍ସକ୍ୟୁଜ୍ କରିଥାନ୍ତି। ଯେମିତିକି ତୁମ ସହିତ ରିଲେସନସିପ୍ରେ ତୁମ ସହିତ ଏକ୍ସକ୍ୟୁଜ୍ କରିଥାନ୍ତି, ଯେମିତିକି ତୁମ ସହିତ ରିଲେସନସିପ୍ରେ ଅଛନ୍ତି ତ ଏମିତି ତ ସଙ୍ଗେ ସଙ୍ଗେ ଛାଡ଼ିବେ ନାହିଁ। ଛାଡ଼ିବା ପାଇଁ କିଛି ନା କିଛି ରିଜିନ୍ ତ ଦରକାର ହୋଇଥାଏ। ତ ଯଦି ତୁମ ପାର୍ଟନର ବାହାନାର ତଲାସା କରିଥାନ୍ତି ତ ଆଉ ଛୋଟ ଛୋଟ କଥାକୁ ବଡ଼ ବଡ଼ କରିଥାନ୍ତି ତ ଆଉ ତୁମକୁ ଦୂରକୁ ଯିବାର ବାହାନା କରନ୍ତି ତ ମାନେ ତୁମ ପାର୍ଟନର ବାରମ୍ବାର ବାହାନାବାଜି କରୁଛନ୍ତି ତ ତୁମକୁ ଛାଡ଼ିବା ପାଇଁ ଧମକ ଦେଉଛନ୍ତି ତ ବୁଝିଯିବ ତୁମ ରିଲେସନସିପ୍ ଆଉ ଆଗ ଭଳି ନାହିଁ, ସେ ତୁମଠୁ ଦୂରକୁ ଯିବା ପାଇଁ ଚାହୁଁଛନ୍ତି। ତ ନେକ୍ସଟ କେମିତି ଜାଣିବ ନା ପଏଣ୍ଟ ନମ୍ବର 3, ସ୍ୱପ୍ନ ବହୁତ ଅଧିକା କ୍ଲିୟର କରିଥାଏ ତୁମ ପାର୍ଟନରଙ୍କ ଲାଇଫରେ ଆଉ କିଏ ଆସିସାରିଲେଣି ନା ନାହିଁ। ଯେବେ ସ୍ୱପ୍ନ ବିଷୟରେ କହୁଛି ଏହା ପୁରା ଭାବରେ ସାଇଣ୍ଟିଫିକ୍ ବି ହୋଇପାରେ। କ'ଣ ପାଇଁ ନା ସ୍ୱପ୍ନ ସବକନସିୟସ୍ ମାଇଣ୍ଡ, କ'ଣ ପାଇଁ ନା ସ୍ୱପ୍ନ ସବକନସିୟସ୍ ମାଇଣ୍ଡ ସେହି ଜିନିଷକୁ ଦେଖାଇବାରେ କାପାବିଲିଟି ରଖିଥାଏ ଯାହା ଆମ କନସିୟସ୍ ମାଇଣ୍ଡ ଦେଖିପାରିନଥାଏ। ମାଇଣ୍ଡ ରିଡ୍ କରିଥାଏ ଆଉ ସ୍ୱପ୍ନରେ ଭଲ ଭାବରେ ଦେଖାଇଥାଏ। ତ ଏହି କଥାକୁ ବୁଝିବାକୁ ପଡ଼ିବ। ଯଦି ତୁମ ସହିତ ଏମିତି ହେଉଛି ତ ସ୍ୱପ୍ନରେ ତୁମ ପାର୍ଟନର ଚିଟ୍ କରୁଛନ୍ତି ତ କିମ୍ବା ଆଉ କାହା ସହିତ ବୁଲୁଛନ୍ତି ତ ହାତକୁ ହାତ ଦେଇ ବୁଲୁଛନ୍ତି ତ ଏମିତି ଯଦି ସ୍ୱପ୍ନ ଦେଖୁଛ ତ ବୁଝିଯିବ ତୁମ ରିଲେସନସିପ୍ରେ ବହୁତ ଖରାପ ହେବା ପାଇଁ ଯାଉଛି ଆଉ ସେ ତୁମକୁ ଧୋକା ଦେଇପାରନ୍ତି ଆଉ ତାଙ୍କ ଲାଇଫରେ ଆଉ କିଏ ଆସିସାରିଲେଣି। ତ ଏହି 3ଟି ପଏଣ୍ଟରୁ ତୁମେ ଜାଣିପାରିବ ତୁମ ପାର୍ଟନର ତୁମଠୁ ଦୂରକୁ ଯିବା ପାଇଁ ଚାହୁଁଛନ୍ତି କିମ୍ବା ଧୋକା ଦେଇପାରନ୍ତି କିମ୍ବା ମିଛ ପ୍ରେମ କରୁଛନ୍ତି। ତ ବୁଝିପାରିଥିବ। ତ ଯଦି ବୁଝିପାରିଥାନ୍ତି ଆଉ ଏହି ଭିଡ଼ିଓ ବି ତାଙ୍କୁ ପଠାଇବା ଦରକାର, ଯାହାଫଳରେ ସେ ବଦଳିଯିବେ ଆଉ ତୁମ ରିଲେସନସିପ୍ ଭାଙ୍ଗିବ ନାହିଁ। ତ ଯଦି ବୁଝିପାରିଛନ୍ତି ନିଶ୍ଚିତ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ ଆଉ ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ ସୋ ମଚ୍, ଲଭ୍ ୟୁ ଅଲ୍।